ଓଡ଼ିଶାର ଏକ ଗାଁରେ ଦୀନବନ୍ଧୁ ନାମକ ଲୋକ ସହିତ ଏ ଭୟଙ୍କର ଘଟଣାଟି ଘଟିଛି। ଆସନ୍ତୁ ଆଉ ଡେରି ନକରି କାହାଣୀଟି ଆଗକୁ ଜାଣିବା। ସେ ସବୁଦିନ ସକାଳୁ ଉଠି କାମ କରିବାକୁ ଚାଲିଯାଆନ୍ତି। ତାଙ୍କର କାମ ଘେରିରେ ଚିଙ୍ଗୁଡ଼ି ଚାଷ କରିବା ଓ ଚିଙ୍ଗୁଡ଼ିମାନଙ୍କୁ ଖାଦ୍ୟ ଯୋଗାଇ ସେ ନିଜ ଘରକୁ ଚାଲି ଆସନ୍ତି ଓ ଖାଇସାରି ଘେରିକୁ ଚାଲିଯାଆନ୍ତି। ଘେରି କହିଲେ ଛୋଟ ପୋଖରୀରେ ଚିଙ୍ଗୁଡ଼ି ଚାଷ ଏବଂ ତା ପାଖରେ ଥିବା ଛୋଟ କୁଡ଼ିଆଟିକୁ ବୁଝାଏ ଓ ସେହି ଘେରିରେ ସେ ରାତିରେ ରୁହନ୍ତି। ତାଙ୍କ ଘେରି ପୁଣି ଶ୍ମଶାନ ପାଖରେ ଗୋଟେ ତାଳ ଗଛ ଅଛି। ସେହି ତାଳ ଗଛରେ ଭୂତ ପ୍ରେତମାନେ ରୁହନ୍ତି ବୋଲି ଲୋକେ କୁହନ୍ତି। ସେହି ତାଳ ଗଛଟି ପୁଣି ଘେରି ପାଖରୁ ଅଳ୍ପ ଦୂରରେ। ସେଦିନ ଶନିବାର ହୋଇଥାଏ। ସେତେବେଳକୁ ରାତି ଆସି 12ଟା ବାଜିଗଲାଣି। ନିଛାଟିଆ ରାତି ଏବଂ ରାସ୍ତାଟା ସୁନସାନ। ସେ ଘେରି ଘର ଭିତରେ ବସିଥାନ୍ତି। ସେହି ଘର ବାହାରୁ କେହି ଜଣେ ଚାଲି ଚାଲି ଆସୁଥାଏ, ଛମ୍ ଛମ୍ ଶବ୍ଦ କରି। ତାଙ୍କ ପାଖରେ ଥାଏ ଟର୍ଚ୍ଚଟି ଏବଂ ବାଡ଼ିଟିଏ। ସେ ସବୁବେଳ ପାଇଁ ହାତରେ ବାଡ଼ିଟିଏ ଓ ଟର୍ଚ୍ଚ ଧରିଥାନ୍ତି। ସେ ହଠାତ୍ ଘେରି ଭିତରୁ ବାହାରକୁ ଯାଇ ଦେଖନ୍ତି ତ ସେଠାରେ କେହି ନଥାନ୍ତି। ସେ ଆସୁଥିବା ଲୋକଟି କୁଆଡ଼େ ଚାଲିଯାଏ ଏବଂ ସେ ମନେ ମନେ ଭାବନ୍ତି ଏ ମୋ ମନର ଭ୍ରମ ହୋଇଥିବ ଓ ସେଠାରୁ ସେ ଯାଆନ୍ତି ମେସିନକୁ ଷ୍ଟାର୍ଟ କରିବା ପାଇଁ। ମେସିନ ଷ୍ଟାର୍ଟ କରନ୍ତି ତ ହଠାତ୍ ସୁଲୁସୁଲିଆ ଥଣ୍ଡା ପବନଟିଏ ଦିଏ। ତାଙ୍କର ଆଖି ପଡ଼ିଯାଏ ରାସ୍ତାରେ ଯାଉଥିବା ଘୁଷୁରୀ ଉପରେ। ସେ ସେଠୁ ମେସିନ ଷ୍ଟାର୍ଟ କରନ୍ତି ଓ ସେ ଘୁଷୁରୀକୁ ଟର୍ଚ୍ଚ ମାରି ଦେଖନ୍ତି ତ ସେଠାରେ କେଉଁଠି ବି ଦେଖାଯାଏ ନାହିଁ। ସେଠୁ ସେ ଟର୍ଚ୍ଚଟିକୁ ମାରି ଅନ୍ଧାରରେ ତାଙ୍କ କୁଡ଼ିଆ ଭିତରକୁ ଆସନ୍ତି। କିଛି ସମୟ ପାଇଁ ତାଙ୍କ କୁଡ଼ିଆରେ ବସିଥାନ୍ତି। ପୁଣି ଗୋଟେ କେହି ଜଣେ ଘର ପଛରେ ପାଉଁଜିର ଶବ୍ଦ କରିଯାଏ। ସେ ସେଇ ଘର ଭିତରେ ରହି କିଏ ସେଠି ବୋଲି କୁହନ୍ତି। କ'ଣ ପାଇଁ ମୋତେ ଡରଉଛ? ମୁଁ ତୁମର କି କ୍ଷତି କରିଛି? ତୁମେ କ'ଣ ପାଇଁ ମୋତେ ହଇରାଣ କରୁଛ? ବେଳେ ବେଳେ ଘୁଷୁରୀ ହୋଇ ଆସୁଛ ତ ଆଉ କେତେବେଳେ ପାଉଁଜିର ରୁଣୁ ଠୁଣୁ ଶବ୍ଦ କରି। କ'ଣ ଚାହୁଁଛ ତମେ? ତମେ ମୋତେ ଡରେଇଲେ ମୁଁ କ'ଣ ଡରିଯିବି? ସାହସ ଅଛି ତ ମୋ ସାମ୍ନାକୁ ଆସ। ଏକଥା ସେ ବହୁତ ସାହସର ସହିତ କହୁଥାନ୍ତି ଘେରି ଭିତରେ ରହି। ତାପରେ ଅନ୍ୟ ଜଣଙ୍କ ଘେରିରେ ଜାଲ ପାଣିରେ ପଡ଼ିଲା ଭଳି ଶବ୍ଦ ହୁଏ। ସେ ସେଠାରେ ବାଡ଼ି ସାଙ୍ଗକୁ ଟର୍ଚ୍ଚ ଧରି ଅନ୍ୟ ଘେରିକୁ ଚାଲି ଚାଲି ଯାଆନ୍ତି। ଦେଖିବାକୁ କେହି ଚୋର ଆସିଲେ କି ଚିଙ୍ଗୁଡ଼ି ନେବା ପାଇଁ କି? ରାତିର କିଟିକିଟି ଅନ୍ଧାର। ସେ ଯେତେ ଆଗକୁ ଆଗକୁ ଯାଉଥାନ୍ତି ଜାଲ ପଡ଼ିବାର ଶବ୍ଦଟା ସେତେ ଦୂରକୁ ଶବ୍ଦ ଶୁଭୁଥାଏ। ସେଠାରୁ ଦୀନବନ୍ଧୁ ଜାଲର ଶବ୍ଦ ଶୁଣି ଶୁଣି ବହୁତ ଦୂରକୁ ଚାଲି ଯାଇଥିଲେ। ପରେ ସେ ନଈ କୂଳରେ ଥିବା ବଡ଼ ଚାକୁଣ୍ଡା ଗଛ ପାଖରେ ପହଞ୍ଚି ଯାଇଥିଲେ। ଚାକୁଣ୍ଡା ଗଛ ଉପରେ ବସିଥିବା ପେଚାକୁ ଦେଖି ଡରିଗଲେ। ତାପରେ ସେ ପଛକୁ ବୁଲି ଦେଖିଲା ବେଳକୁ ସେ ବହୁତ ଦୂରକୁ ଚାଲି ଯାଇଥିଲେ। ସେ ସେଠାରେ ଭାବିଲେ ମୁଁ ଚୋର ଭାବି ଭୂତ ପଛରେ ଏତେ ବାଟ ଚାଲି ଆସିଛି। ମୋର ଆଉ ଧାରଣା ନାହିଁ। ହଉ ମୁଁ ଯାଉଛି, ଏଠାରୁ ଫେରିଯିବି। ସେ ସେଠାରୁ ପଛକୁ ବୁଲି ଘେରି ବନ୍ଧରେ ଯାଇ ଅଧା ବାଟ ହୋଇଛନ୍ତି ତ ଶ୍ମଶାନ ପଟରୁ କେହି ଜଣେ କାନ୍ଦୁଥିବାର ଶବ୍ଦ ଶୁଭାଗଲା। ତାପରେ ରାସ୍ତା ଉପରେ ଯାଉଥିବା କୁକୁର ଗୁଡ଼ାକ ହଠାତ୍ ଭୁକିବାକୁ ଲାଗିଲେ। ତାପରେ ଦୀନବନ୍ଧୁ ଅଧିକ ଭୟଭୀତ ହୋଇ ତାଙ୍କ ଘେରି ନିକଟକୁ ଚାଲି ଆସିଲେ ଓ ଘେରି ଭିତରେ ଭୟରେ କମଳ ଘୋଡ଼ି ହୋଇ ତଳେ ପଡ଼ିଥିବା ଖଟ ଉପରେ ଶୋଇ ପଡ଼ିଲେ। ପୁଣି କିଛି ସମୟ ଯାଇଛି ତ
ତାଙ୍କ ଘେରି ଘର ଆପେ ଆପେ ଦୋହଲିବାକୁ ଲାଗିଲା। ତାପରେ ହଠାତ୍ ଦୀନବନ୍ଧୁଙ୍କ ମୁଣ୍ଡ ପାଖରେ କେହି ଜଣେ ବସି କହିଲା, ତୋର ନଈକୂଳ ଚାକୁଣ୍ଡା ଗଛ ପାଖକୁ ଯିବାର ନଥିଲା। ତୁ ଚାକୁଣ୍ଡା ଗଛ ପାଖକୁ ଯାଇ ବହୁତ ବଡ଼ ଭୁଲ କରିଦେଇଛୁ। ତତେ ସେ କେବେ ବି ଛାଡ଼ିବନି। ତତେ ସେ ସବୁଦିନ ପାଇଁ ମାରିଦେବ। ଏହା କହି ସେ କୁଆଡ଼େ ଚାଲିଗଲା। ଦୀନବନ୍ଧୁ ଆଉ କମଳ ଛାଡ଼ୁ ନଥାନ୍ତି। ଏମିତି ଡରି ଡରି ଭିତରେ ରହି ସବୁ ଶୁଣୁଥାନ୍ତି ଓ ସକାଳକୁ ଅପେକ୍ଷା କରି ରହିଥାନ୍ତି। ଭୂତମାନଙ୍କ ଭୟରେ ତାଙ୍କର ଆଖିରେ ନିଦ ନଥାଏ। ତାପରେ ରାତି ସରି ଦିନ ହେବାକୁ ଲାଗେ। ଦୀନବନ୍ଧୁ ତାଙ୍କର ଘେରିରେ ସବୁ କାମ ସାରି ଘରକୁ ଯାଆନ୍ତି ଓ ରାତିରେ ଘଟିଥିବା ଘଟଣା ସବୁ ତାଙ୍କ ଘରେ କୁହନ୍ତି। ତାପରେ ତାଙ୍କ ଆଈମା କୁହନ୍ତି ଚାକୁଣ୍ଡା ଗଛରେ ବସିଥିବା ପେଚାର ରହସ୍ୟ। ଆଜିକୁ 3 ବର୍ଷ ତଳେ ଗୋଟେ ସ୍ତ୍ରୀ ଲୋକ ନଈ କୂଳରେ ଥିବା ଚାକୁଣ୍ଡା ଗଛରେ ଦୌଡ଼ି ଦେଇ ଆତ୍ମହତ୍ୟା କରିଥିଲା। ତାପରେ ସେ ପ୍ରେତାତ୍ମା ହୋଇ ଗଛରେ ବସବାସ କରୁଛି। ରାତି ସମୟରେ ପେଚା ରୂପରେ ବସି ରହୁଛି। ହଠାତ୍ ସେ ପେଚାକୁ ଯିଏ ଦେଖି ଡରିଯିବ ସେ ଦେହରେ ଆସି ମିଶିଯିବ ଓ ସେ ତାକୁ ସବୁଦିନ ପାଇଁ ମାରିଦେବ। ହେଲେ ତାର ପ୍ରତିକାର ଅଛି। 3 ଦିନ ଭିତରେ ସେ ରହୁଥିବା ଗଛରେ ଯଦି ନିଆଁ ଲଗାଇ ଦିଆଯାଏ ସେ କାହାର କିଛି କ୍ଷତି କରିପାରିବ ନାହିଁ। କାରଣ ତାର ଦେହରେ ଧାରଣ କରୁଥିବା ଜିନିଷ ସବୁ ଜଳିଯିବ। ସେ ଆଉ କାହାର କିଛି କ୍ଷତି କରିପାରିବ ନାହିଁ। ହଉ, ତୁ ଗୋଟେ କାମ କର। ତୁ ଯା, ସେ ଗଛକୁ ଜାଳିଦେବୁ। ତାପରେ ଗୋଟେ ଗୁଣିଆ ପାଖକୁ ଯାଇ ଗୋଟେ ଡେଉଁରିଆ ଆଣି ହାତରେ ବାନ୍ଧିବୁ। ତାପରେ ସେ ତୋର କିଛି କ୍ଷତି କରିପାରିବ ନାହିଁ। ତାପରେ ସମସ୍ତେ ମିଶି ସେ ଗଛକୁ ଜାଳିଦେଲେ ସେଇଦିନ ଠାରୁ ଘେରି ପାଖରେ କିଛି ଭୂତ କିମ୍ବା ପ୍ରେତ ଦେଖାଯାଆନ୍ତି ନାହିଁ।